ବାହାଘର 3 ବର୍ଷ ପରେ ବହୁତ ବଡ଼ ଖୁସି ଖବର ଦେଇଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା। ତେବେ କ'ଣ ରହିଛି ସେ ଖୁସି ଖବର? ଅର୍ଚ୍ଚିତାଙ୍କ ହାତରେ କୁନି ସନ୍ତାନ। ବାହାଘରକୁ 3 ବର୍ଷ ପୂରିଗଲାଣି। ସବ୍ୟସାଚୀ ଏବଂ ଅର୍ଚ୍ଚିତା ପରସ୍ପରକୁ ଭଲ ପାଇ ଗୁରୁଜନଙ୍କ ମତ ନେଇ ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କ ହାତ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବେଶ୍ ଧୁମଧାମରେ ତାଙ୍କ ବାହାଘରକୁ ଓଡ଼ିଶାବାସୀ ଏନ୍ଜୟ କରିଥିଲେ ଏବଂ ସବ୍ୟସାଚୀଙ୍କର ସମ୍ପର୍କୀୟ ଲୋକଙ୍କୁ ସେ ବହୁତ ବଡ଼ ପାର୍ଟି ମଧ୍ୟ ଦେଇଥିଲେ। ବାହାଘରକୁ 3 ବର୍ଷ ପୂରି ଯାଇଥିବା ବେଳେ ସବ୍ୟ ଏବଂ ଅର୍ଚ୍ଚିତା ଘର ପାଇଁ ବହୁତ ବଡ଼ ଖୁସି ଖବର ଆଣିଦେଇଛନ୍ତି। ସେହି ଖୁସି ଖବର ଜାଣିବା ପାଇଁ ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କର କେଉଁ ଫିଲ୍ମ ଆପଣଙ୍କୁ ବହୁତ ଭଲ ଲାଗେ ପ୍ରଥମେ କମେଣ୍ଟ କରି ଜଣାନ୍ତୁ। ତେବେ ଦର୍ଶକ ବନ୍ଧୁ, ସବ୍ୟ ଏବଂ ଅର୍ଚ୍ଚିତା ଓଲିଉଡ୍ ଜଗତର ବେଶ୍ ଜଣାଶୁଣା କଳାକାର। ସେମାନେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ବହୁତ ଭଲ ଭଲ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୁଏ ସବ୍ୟସାଚୀ ପ୍ରଥମେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ, ହେଲେ ଏବେ ସେ ଅର୍ଚ୍ଚିତାଙ୍କ ହାତ ଧରି ବେଶ୍ ଖୁସିରେ ଅଛନ୍ତି। ପାଗଳ କରିଛି ପାଉଁଜି ତୋର ଫିଲ୍ମ ପାଖରୁ ଆରମ୍ଭ କରି ମୋତେ ଆଣିଦେଲ ଲକ୍ଷେ ଫଗୁଣ, ମୁଁ ସପନର ସୌଦାଗର, ଏପରିକି ବହୁତ ସିନେମା ତାଙ୍କର ସୁପରହିଟ୍ ହୋଇଛି। ସବ୍ୟସାଚୀ ଏବଂ ଅର୍ଚ୍ଚିତା ଅନେକ ସମୟରେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରୁହନ୍ତି। ସେମାନେ ସୋସିଆଲ ମିଡ଼ିଆରେ ଦର୍ଶକମାନଙ୍କୁ ଏକ ଖୁସି ଖବର ଜଣାଇଛନ୍ତି। ଅର୍ଚ୍ଚିତା ଗୋଟିଏ କୁନି ସନ୍ତାନକୁ କୋଳରେ ଧରି ଫଟୋ ସେୟାର କରିଛନ୍ତି ସୋସିଆଲ ମିଡ଼ିଆରେ। ଟୋଟାଲ ଉପରେ କହିବାକୁ ଗଲେ ମାଆର ଭଉଣୀ ହେଉଛନ୍ତି ମାଉସୀ। ସେହି କୁନି ସନ୍ତାନ ହେଉଛି ଅର୍ଚ୍ଚିତାଙ୍କ ଭଉଣୀର, ମାନେ ଅର୍ଚ୍ଚିତା ଏବେ ମାଉସୀ ହୋଇଗଲେ। ତାଙ୍କ କୋଳରେ ଏହି ଶିଶୁ କେମିତି ଲାଗୁଛି କମେଣ୍ଟ କରି ଜଣାନ୍ତୁ। ରହିଲି, ନମସ୍କାର।